ଷଷ୍ଠ ସ୍କନ୍ଧ ପଞ୍ଚମ ଅଧ୍ୟାୟ। ଶ୍ରୀ ଶୁକବାଚ। ବିଷ୍ଣୁମାୟାର ପ୍ରଭାବରୁ ପାଞ୍ଚଜନ କନ୍ୟା ଗର୍ଭରୁ ହର୍ଯଶ ସଂଜ୍ଞାରେ ଅୟୁତ ସେ ଦକ୍ଷ ଜନ୍ମାଇଲେ ସୁତ। ପିତଙ୍କ ଭାବ ତାଙ୍କ ନାହିଁ ସକଳେ ଧର୍ମଶୀଳ ହୋଇ ପିତାଙ୍କ ଆଜ୍ଞା ଘେନି ଶିରେ ପ୍ରଜା ସର୍ଜନା କରିବାରେ ପଶ୍ଚିମ ଦିଗକୁ ଗମିଲେ ସେଠାରେ ତୀର୍ଥକ ଦେଖିଲେ ଜାନାମ ନାରାୟଣ ସର ସଙ୍ଗମେ ସେ ସିନ୍ଧୁ ସାଗର ସିଦ୍ଧ ମୁନିରେ ସେ ସେବିତ ସ୍ପର୍ଶନ ପାପ ହୁଏ ହତ ରାଗାଦି ରିପୁନାଶ ଯାଇ ପରମହଂସ ଦୀକ୍ଷା ବହି ପିତା ଆଜ୍ଞାରେ ସେ ଯନ୍ତ୍ରିତ ସାଧିବେ ନାନା ଉଗ୍ର ତପ ପ୍ରଜାର ବୃଦ୍ଧି କାମ ବଳେ ତପ ସାଧନେ ମନ ଦେଲେ ନାରଦ ଆସି ତତକ୍ଷଣ କହିଲେ ଅମୃତ ବଚନ ହର୍ଯଶ ଶୁଣ ମୋ ଉତ୍ତର କେମତେ ପ୍ରଜା ତୁମ୍ଭେ କର ପୃଥିର ପରିମାଣ ନାହିଁ କେବେ ଦେଖିଅଛ କାହିଁ ତୁମ୍ଭେ ବାଳକ ବୁଦ୍ଧି କର ସୃଷ୍ଟି ପାଳିବାକୁ ବିଚାର ଏକ ଗୋଟି ଯେ ରାଜ୍ୟ ଅଛି ଏକ ପୁରୁଷ ତହିଁ ଅଛି ଗହ୍ୱର ଗୋଟିଏ ଅଛଇ ତହିଁରୁ କେହି ନ ଆସଇ ବହୁ ରୂପର ସ୍ତ୍ରୀ ଏକ ଅଛି ପୁଂସଳୀପତି ଏକ ନଦୀ ଦୁଇ ସ୍ରୋତର ଘର 25 ପଦାର୍ଥର ଚିତ୍ର ନଦୀ ଯେ ହଂସ ଅଛି ଖୁର ବଳ ଯେ ବସ୍ତୁ ଅଛି ତୁମ୍ଭେ ନ ଜାଣ ଏହା ସର୍ବ କିପରି ସୃଷ୍ଟି ଯେ କରିବ ହର୍ଯଶ ଶୁଣି ଏ ବଚନ ବିଚାର କରେ ନିଜ ମନ ଏସବୁ କଥାକୁ ବୁଝିଲେ ସୃଷ୍ଟି ସର୍ଜନେ ମନ ଦେଲେ। ଶ୍ରୀକୃଷ୍ଣ ବାଚ। ଏମନ୍ତେ ମନେ ବିଚାରିଲେ ହର୍ଯଶ ଏକଚିତ ହେଲେ ନାରଦ କରି ପ୍ରଦକ୍ଷିଣ ଗଲେ ଅନିବର୍ତ୍ତ ପଥେଣ ଅଚ୍ୟୁତ ବ୍ରହ୍ମା ଋଷିକେଶ ଅଖିଳ ପ୍ରଭୁ ପିତବାସ ଅଭୟ ପାଦ ପଙ୍କଜରେ ଅଖଣ୍ଡ ଚିତ ହୋଇ ସ୍ଥିରେ ଆନନ୍ଦ ହୋଇ ମୁନିବର ଗମନ କଲେ ନିଜପୁର ସୁତମାନଙ୍କ ନାଶ ବାଣୀ ନାରଦ ପ୍ରମୁଖରୁ ଶୁଣି ପୁତ୍ରଙ୍କ ଗୁଣ ସୁମରିଲେ ଦକ୍ଷ ଅନେକ ତାପ କଲେ ପୁଣି ଆସି କରି ତହିଁ ରାଜ୍ୟରେ ପରିଶ୍ରାନ୍ତ ହୋଇ ଦକ୍ଷ ଆଧାନ କଲେ ବୀର୍ଯ୍ୟ ପୁତ୍ର ଜନ୍ମିଲେ ମହାତେଜ ସହସ୍ର ପରିମିତ ହୋଇ ସର୍ବେ ଜନ୍ମିଲେ ଦେହ ହୋଇ ପିତାର ଆଜ୍ଞାକୁ ଧଇଲେ ପ୍ରଜା ସୃଜନେ ମନ ଦେଲେ ଯେ ନାରାୟଣ ସରୋବର ତହିଁକି ଗଲେ ଖରତର ଯେ ତୀର୍ଥ ସ୍ପର୍ଶ ମାତ୍ରକେ କମ୍ପିତ ହୋଇଲେ ପାତକେ ପରମ ବ୍ରହ୍ମ ଜପ କରି ମହାତପକୁ ସେ ଆଚରି କେତେ ଦିନ ନିରାହାରେ ବଞ୍ଚିଲେ ପବନ ଆହାରେ ହେମନ୍ତ କରି ଆରାଧନ ସ୍ମରଣ କଲେ ନାରାୟଣ ଓಂ ନମ ପ୍ରଭୁ ନାରାୟଣ ଅଶେଷ ପୁରୁଷ ପୁରାଣ ବିଶୁଦ୍ଧ ତତ୍ତ୍ୱ ମହାହଂସ ନମସ୍ତେ ପ୍ରଭୁ ଋଷିକେଶ ହେମନ୍ତ ପ୍ରକାରେ ରାଜନ ପ୍ରଜା ନମନ୍ତେ ଦେଇ ମନ ତପ ଯେ କରୁଥିଲେ ତହିଁ ନାରଦ ମୁନି ତାଙ୍କୁ ଯାଇ କପଟ କରିଣ ବଚନ ବୋଇଲେ ଶୁଣ ଦକ୍ଷ ନାନ ଉଦ୍ଦେଶ୍ୟ ଭାଇମାନଙ୍କର କିମ୍ପାଇଁ ତୁମ୍ଭେ ଯେ ନ କର ଭାତୃବତ୍ସଳ ତୁମ୍ଭେ ମାନେ ଏ କର୍ମ ନ କର କେଶନେ ଭାଇର ଦୁଃଖେ ଯେହୁ ଦୁଃଖୀ ସେ ପ୍ରାଣୀ ସଦା କାଳେ ସୁଖୀ ତାହାକୁ ପୁଣ୍ୟବନ୍ତ କହି ଦେବଙ୍କ ସଙ୍ଗେ ଯେହୁ ଥାଇ ହେମନ୍ତ କହି ତାଙ୍କ ଆଗେ ନାରଦ ଗଲେ ଶୂନ୍ୟ ମାର୍ଗେ ସେ ପୁଣି ଭାଇମାନଙ୍କର ଉଦ୍ଦେଶ୍ୟ ଗଲେ ନୃପବର ଭାଇର କ୍ଷୋଭେ ଯେତେ ଗଲେ ଅଦ୍ୟାପି ନିବୃତ୍ତି ନୋହିଲେ ପଶ୍ଚିମ ରାତ୍ର ପ୍ରାୟ ହୋଇ ନିବୃତ୍ତ ଆଉ ତାଙ୍କ ନାହିଁ ଅନେକ କାଳ ଗଲା ଯହୁଁ ଦକ୍ଷ ଜାଣିଲେ ପୁଣି ତହୁଁ ପୁତ୍ରମାନଙ୍କ ନାମ ଶୁଣି ନାରଦ କୃତ୍ୟ ବୋଲି ଜାଣି ପୁତ୍ର ଶୋକରେ ମୋହି ହୋଇ ନାରଦେ ଅତି କ୍ରୋଧ ବହି ନାରଦ ନିକଟେ ମିଳିଲେ ଦେଖି ନାରଦ ଭୟ କଲେ କିମ୍ପାଇଁ କୋପରେ ଅଧୀର ନାରଦେ ବୋଲନ୍ତି ଉତ୍ତର ଦକ୍ଷବାଚ। ଆହେ ଅସାଧୁ ସାଧୁଙ୍କର କଷ୍ଟକୁ କରୁତୁ ପାମର ଯେଣୁ ମୋ ବାଳକକୁ ତୁଇ ଭିକ୍ଷୁକ ମାର୍ଗକୁ ଦେଖାଇ ତିନି ଋଣରୁ ଯେ ଅମୁକ୍ତ ନୋହିଛି କର୍ମ ସମାପତ ଶ୍ରେୟ କାରଣେ ତାଙ୍କ ତପ କିମ୍ପା ତୁ ନଷ୍ଟ କଲୁ ପାପ କେମନ୍ତେ ଭକ୍ତ ବୋଲି ତତେ ସକଳେ ବୋଲନ୍ତି ଜଗତେ ଈଶ୍ୱର ପାରିଷଦ ହେଉ ମନ୍ଦ କର୍ମରେ ନିତ୍ୟ ଥାଉ ଯେ ଜନ ବିଷ୍ଣୁ ଭକ୍ତ ହୁଏ ପ୍ରାଣୀ କି କରନ୍ତି ସଦୟେ ତୁ ମିତ୍ର ଦ୍ରୋହୀ ପାପୀ ଯହୁଁ ଏ କର୍ମ କରିବୁ ବା କାହୁଁ ନିବେଇରେ ଠାରେ ଶତ୍ରୁପଣ କିମ୍ପାଇଁ କରୁ ଅକାରଣ ଶତ୍ରୁ ଲୋକଙ୍କୁ କ୍ରୋଧ ଭର ତୋ ନାହିଁ ନା ଅନ୍ୟର ମୋହର ଯେଉଁ ସ୍ନେହ ପାଶ ଛେଦିଣ କର ତୁ ବିନାଶ
ଏ ବିଷୟ କର୍ମ ଯେଉଁ ଜନ ନ ଜାଣି ଥାଇ ଅନୁଦିନ ଏମନ୍ତେ ଅଳ୍ପ ବୁଦ୍ଧି ମନେ ହିତକୁ ନ ଜାଣେ ତୁ ଯେଉଁ କାରଣରୁ କରି ସାଧୁଙ୍କ ପ୍ରିୟ ଆଚରି ମୂଢ଼ ତୁ ଏ କାରଣୁ କରି ଲୋକର ମଧ୍ୟରେ ବି ହରି ଏ ଭ୍ରମଣ କରୁଥିବୁ ତୁଇ ସ୍ଥିତି ନହିବ ତୋର କାହିଁ। ଶ୍ରୀ ଶୁକବାଚ ଅସ୍ତୁ ବଲିଣ ସାପ ଘେନି ସାଧୁ ଜନ ନାରଦ ମୁନି ଏଣୁ କରି ସାଧୁ ଶବଦ ସକଳେ ବୋଲନ୍ତି ନାରଦ ବୋଲ ଏ ଦାସ ଜଗନ୍ନାଥ ସଂସାର ଲୋକ ହିତେ ଗୀତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାମି ସହିତାମ୍ ବୟାସିକ୍ୟାମ୍ ଷଷ୍ଠ ସ୍କନ୍ଧେ ନାରଦ ସାପ କଥନେ ନାମ ପଞ୍ଚମ ଅଧ୍ୟାୟ। बोल आनंदे कवार हरि हरि बोल।